ଲୋକଙ୍କ ସହ ନ ଲଢ଼ି ସେମାନଙ୍କୁ ସେମାନଙ୍କର ପ୍ରକୃତ ଯୋଗ୍ୟତା କେମିତି ଦେଖାଇବେ ଜାଣିଛନ୍ତି? ତେବେ 11ଟି ପଏଣ୍ଟ ମନେ ରଖନ୍ତୁ। ଚାଲନ୍ତୁ ଜାଣିବା। ନମସ୍କାର ବନ୍ଧୁଗଣ, ହର ହର ମହାଦେବ, ଜୟ ଜଗନ୍ନାଥ। ଲୋକଙ୍କ ସହ ବିନା ଯୁକ୍ତିତର୍କ କିମ୍ବା ଲଢ଼େଇ ନ କରି ସେମାନଙ୍କୁ ସେମାନଙ୍କର ଅସଲି ଯୋଗ୍ୟତା କେମିତି ଦେଖାଇବେ, ଆଜିର ଆମର ଏହା ହିଁ ବିଷୟ। ଯେତେବେଳେ ଲୋକେ ଆପଣଙ୍କ ଭଦ୍ରାମିର ଫାଇଦା ଉଠାଇବାକୁ ଲାଗନ୍ତି ଏବଂ ଆପଣଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରନ୍ତି, ସେତେବେଳେ ସଦୀର ମହାନାୟକ ଅମିତାଭ ବଚ୍ଚନଙ୍କର ଏହି କଥା ସବୁବେଳେ ମନେ ରଖିବେ। ସିଏ କହିଥିଲେ, ଯେତେବେଳେ ଲୋକେ ଆପଣଙ୍କ ବିରୁଦ୍ଧରେ କହିବା ଆରମ୍ଭ କରନ୍ତି, ସେତେବେଳେ ବୁଝିଯାଆନ୍ତୁ ଯେ ଆପଣ ଉନ୍ନତି କରୁଛନ୍ତି। ସେମାନଙ୍କୁ ନିଜ ପାଟିରେ ନୁହେଁ ବରଂ ନିଜ ସଫଳତା ଦ୍ୱାରା ଉତ୍ତର ଦିଅନ୍ତୁ। ତେବେ ଚାଲନ୍ତୁ ଜାଣିବା ସେହିଭଳି 11ଟି ଦମଦାର କଥା, ଯାହା ବିନା ଲଢ଼େଇର ଲୋକଙ୍କୁ ସେମାନଙ୍କର ବାସ୍ତବତା ଅନୁଭବ କରାଇଦେବ। 1. ନୀରବତା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ଯେତେବେଳେ ଆପଣ କାହାର ଖରାପ ବ୍ୟବହାର ଉପରେ ଚିତ୍କାର କରିବା ବଦଳରେ ସମ୍ପୂର୍ଣ୍ଣ ଶାନ୍ତ ରହିଯାଆନ୍ତି, ସେତେବେଳେ ସାମ୍ନା ଲୋକଟି ପ୍ରାୟତଃ ନିଜେ ହିଁ ବ୍ୟାକୁଳ ଏବଂ ଚିନ୍ତିତ ହୋଇପଡ଼େ। ଆପଣଙ୍କର ଏହି ନୀରବତା ତାକୁ ଏହା ଭାବିବାକୁ ବାଧ୍ୟ କରେ ଯେ ଆପଣଙ୍କ ସାମ୍ନାରେ ସେ କେତେ ଛୋଟ। ଏଥିପାଇଁ କୁହାଯାଏ, ସାଇଲେନ୍ସ ଇଜ୍ ଦ ବେଷ୍ଟ ରିଭେଞ୍ଜ। ନୀରବତା ହିଁ ସବୁଠାରୁ ବଡ଼ ପ୍ରତିଶୋଧ। 2. ବେକାର ଯୁକ୍ତିତର୍କ ଠାରୁ ଦୂରତା। ମୂର୍ଖମାନଙ୍କ ସହ ଯୁକ୍ତି କରିବା କାଦୁଅକୁ ପଥର ଫିଙ୍ଗିବା ସଦୃଶ୍ୟ, ଯାହାର ଛିଟା କେବଳ ଆପଣଙ୍କ ଉପରେ ହିଁ ପଡ଼ିବ। ଶାନ୍ତ ରହି ସେହି ସ୍ଥାନରୁ ଚାଲିଯିବା କୌଣସି କାପୁରୁଷତା ନୁହେଁ, ବରଂ ଏହା ଆପଣଙ୍କର ଉଚ୍ଚ ବ୍ୟକ୍ତିତ୍ୱ, ହାଇ ଷ୍ଟାଟସକୁ ଦର୍ଶାଇଥାଏ। 3. ସଫଳତା ହିଁ ଦେବ ପ୍ରକୃତ ଜବାବ। ଯେତେବେଳେ ଲୋକେ ଆପଣଙ୍କୁ କମ୍ ଆକଳନ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ଶବ୍ଦରେ ନୁହେଁ ବରଂ ନିଜ କାମ ଦ୍ୱାରା ଲଢ଼ନ୍ତୁ। ଦିନରାତି ପରିଶ୍ରମ କରି ଏଭଳି ସଫଳତା ହାସଲ କରନ୍ତୁ ଯେମିତି ଆପଣଙ୍କର ସଫଳତାର ସ୍ୱର ହିଁ ସେମାନଙ୍କ ପାଟି ବନ୍ଦ କରିଦେବ। 4. ଅଣଦେଖା ବା ଇଗ୍ନୋର କରିବାର ପ୍ରକୃତ ଶକ୍ତି କାହାକୁ ବ୍ଲକ୍ କିମ୍ବା ଡିଲିଟ୍ କରିବା ଅପେକ୍ଷା ଭଲ ହେବ ଯଦି ଆପଣ ତାକୁ ସାମ୍ନାରେ ରଖି ମଧ୍ୟ ସମ୍ପୂର୍ଣ୍ଣ ଅଣଦେଖା କରିଦେବେ। ଯେତେବେଳେ ଆପଣ କାହାକୁ ନିଜ ଜୀବନରେ ଶୂନ୍ୟ ଗୁରୁତ୍ୱ ଦିଅନ୍ତି, ସେତେବେଳେ ତାର ଅହଙ୍କାର ଭିତରୁ ଭାଙ୍ଗି ଚୁରମାର ହୋଇଯାଏ। 5. ମୁସ୍କାନ ହେଉଛି ସବୁଠାରୁ ଘାତକ ସ୍ୱର। ଯେତେବେଳେ କେହି ଆପଣଙ୍କୁ ନୀଚ ଦେଖାଇବାକୁ ଚେଷ୍ଟା କରେ, ସେତେବେଳେ କ୍ରୋଧ କରିବା ବଦଳରେ ମୁହଁରେ ଏକ ସାଧାରଣ ହସ ବା ସ୍ମାଇଲ୍ ରଖନ୍ତୁ। ଏହି ହସ ସାମ୍ନା ଲୋକଙ୍କୁ ସଂକେତ ଦିଏ ଯେ ତାର କୌଣସି ବି କଥା ଆପଣଙ୍କୁ ଆଦୌ ସ୍ପର୍ଶ କରିପାରିବ ନାହିଁ। 6. ଶବ୍ଦର ମୂଲ୍ୟ ବୁଝନ୍ତୁ। ପ୍ରତ୍ୟେକ କଥାର ସଫେଇ ଦେବା ଜରୁରୀ ନୁହେଁ। ଆପଣଙ୍କର ଶବ୍ଦଗୁଡ଼ିକ ବହୁତ ମୂଲ୍ୟବାନ। ସେଗୁଡ଼ିକୁ ସେହି ଲୋକମାନଙ୍କ ଉପରେ ନଷ୍ଟ କରନ୍ତୁ ନାହିଁ ଯେଉଁମାନେ କେବଳ ଆପଣଙ୍କର ମଜା ଉଡ଼ାଇବାକୁ ଚାହାନ୍ତି। 7. ନିଜ ଜୀବନର ରାଜା ନିଜେ ବନନ୍ତୁ। ଅନ୍ୟମାନଙ୍କର ଖରାପ ମତାମତକୁ ନିଜ ମନ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ଯେତେବେଳେ ଆପଣ ନିଜକୁ ନିଜ ଜୀବନରେ ରାଜା ଭାବି ନିଅନ୍ତି, ସେତେବେଳେ ଆଖପାଖର ଲୋକଙ୍କ ଛୋଟମୋଟ କଥା ଆପଣଙ୍କୁ ବିଚଳିତ କରିପାରିବ ନାହିଁ। 8. ସଦାବେଳେ ଦୃଢ଼ ବା ଷ୍ଟ୍ରଙ୍ଗ ରୁହନ୍ତୁ। ପ୍ରତ୍ୟେକ କଥାର ଉତ୍ତର ରାଗରେ ନୁହେଁ ବରଂ ନିଜର ମଜବୁତ ବ୍ୟକ୍ତିତ୍ୱ ଦ୍ୱାରା ଦିଅନ୍ତୁ। ଯେଉଁମାନେ ଆପଣଙ୍କୁ ଦୁର୍ବଳ ଭାବୁଛନ୍ତି, ସେମାନଙ୍କୁ ନିଜର ସାହସ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଜବାବ ଦିଅନ୍ତୁ। ନିଜର ଶ୍ରେଣୀ ବା କ୍ଲାସ୍ ଅଲଗା ରଖନ୍ତୁ। ଯେ ସେତେ ଲୋକଙ୍କ ସହ ମୁହଁ ଲଗାଇବା ବନ୍ଦ କରନ୍ତୁ, କାରଣ ମଇଳା ପାଣିରେ ପଶିଲେ ଆପଣଙ୍କ ନିଜ ପୋଷାକ ହିଁ ଖରାପ ହେବ। ନିଜର ବ୍ୟକ୍ତିତ୍ୱ ଓ ସ୍ତରକୁ ଏତେ ଉପରେ ରଖନ୍ତୁ ଯେମିତି ସଂକୁଚିତ ମାନସିକତା ଲୋକ ଆପଣଙ୍କ ପାଖକୁ ପହଞ୍ଚିବା ବିଷୟରେ ଚିନ୍ତା ମଧ୍ୟ କରିପାରିବେ ନାହିଁ। 10. ଅତ୍ୟଧିକ ପ୍ରତିକ୍ରିୟା ଓଭର ରିଆକ୍ଟ ପ୍ରକାଶ କରନ୍ତୁ ନାହିଁ। ପ୍ରତ୍ୟେକ କଥାରେ ତୁରନ୍ତ ପ୍ରତିକ୍ରିୟା ଦେବା ଆପଣଙ୍କ ମନର ଶାନ୍ତି ଏବଂ ବୁଦ୍ଧିମାନଙ୍କୁ ଦୁର୍ବଳ କରିଦିଏ। ମନେ ରଖନ୍ତୁ, ବୁଦ୍ଧିମାନ ଲୋକେ ସବୁ କଥାରେ ନୁହେଁ କେବଳ ସଠିକ୍ ପ୍ରକ୍ରିୟାରେ ବା ସଠିକ୍ କଥାରେ ହିଁ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତି। 11. ସମୟ ହିଁ ଖେଳ ବଦଳାଇ ଦିଏ। ଆଜି ଯେଉଁ ଲୋକମାନେ ଆପଣଙ୍କୁ ହାଲୁକାରେ ନେଉଛନ୍ତି, ସେମାନଙ୍କୁ ଉତ୍ତର ଦେବା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ମନେ ରଖନ୍ତୁ, ଅନେକ ସମୟରେ କିଛି ନ କହି ମଧ୍ୟ ସମୟ ହିଁ ସବୁଠାରୁ ବଡ଼ ଜବାବ ଦେଇଦିଏ। ତେଣୁ ଆଜିଠାରୁ ହିଁ ବେକାର ଯୁକ୍ତିତର୍କ ନିଜ ଶକ୍ତି ନଷ୍ଟ କରିବା ବନ୍ଦ କରନ୍ତୁ। ନିଜ ନୀରବତାକୁ ନିଜର ସବୁଠାରୁ ବଡ଼ ଅସ୍ତ୍ର ବନାନ୍ତୁ ଏବଂ ନିଜ କାମରେ ବୁଡ଼ି ରୁହନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସେହିମାନଙ୍କ ସହ ସେୟାର କରନ୍ତୁ ଯାହାକୁ ଏହି ମୋଟିଭେସନର ସବୁଠାରୁ ଅଧିକ ଆବଶ୍ୟକତା ଅଛି। ଭିଡ଼ିଓଟି ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ। ହର ହର ମହାଦେବ, ଜୟ ଜଗନ୍ନାଥ।